প্রমাণ দেলে প্রত্যয় গাম্বোজভির্নাঞ্জনর বিতনয়া নীল পাঠোজ মারা ওড়িয়ার টিকে পূর্ব প্রসঙ্গ ধারিকি টিকে ওড়িয়ারে কহ সেইদিন নয়াগড় নিকটস্থ রণপুর রাজা পদ্মনাভ নরেন্দ্র আজ্ঞা অশ্ব পুষ্করে সবার এই পৌঁছিছন্তি কোটি বলিয়ার ভুজ আচ্ছা নীল পূর্ণি নীল মহোদধি নীল চক্র পতিত পাবন বান উদ্যমান করে আচ্ছা নীলরত্ন সিংহাসন উপরে বিরাজমান করিଥିବା জগন্নাথ মহাপ্রভুଙ୍କୁ দর্শନ ଉଦ୍ଦେଶ୍ୟରେ ଗରୁଡ଼ ସ୍ତମ୍ଭର ପଛପଟେ ଠିଆ ହେଇ ପ୍ରଣାମର ଅର୍ଘ୍ୟଟିଏ ବାଢିଦେଲେ ରାଜା। ଠିକ ଏତିକି ବେଳେ ଝିଅ ପିଲାଟେ ଠିଆ ହେଇଛି ପାଖରେ ଝିଅ ହବୁ ଅନେଇ ଦେଲା ରାଜାଙ୍କୁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମର ଅର୍ଘ୍ୟକୁ ବାଢିଦେଲା ବେଳେ ଏ ଝିଅଟା ଟିକେ ହସିଦେଲା। ତୁ ଝିଅ ପିଲା ଗାଁରେ କହୁଥିଲେ ମୁଁ ଗାଡି ଆସିଲା ବେଳେ ଟୋଲ ଗେଟେ ଯୋଉ ଛକା ପଞ୍ଝା ଚାଳିବାର ଥିଲେ ତାଙ୍କ ହସ ସହିତ ତୋ ହସ ସମାନ ତଥାପି ମାଛ ଶୁଖୁଆଟା ଟେଷ୍ଟ ଚଳେଇ ଦିଅ ଶୁଣ ଝିଅଟି ହସିଦେଲା ଠିଆ ହେଇଗଲେ ପ୍ରକୃତିସ୍ଥ ହେ ରାଜା ପଦ୍ମନାଭ ନରେନ୍ଦ୍ର କହିଲେ ହେ ଆର୍ଯ୍ୟ ଲଳନା ହେ ମହାଭାବ ହେ ରହି ସୁଶୀଳେ ମୁଁ ତ ମୋ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କରିବାକୁ ଗଲାବେଳେ ତୁମ ହସିବାର କାରଣଟା କଣ? ଜଗନ୍ନାଥଙ୍କୁ ପ୍ରଣାମ କଲାବେଳେ କଣ କହିଲ? ମୁଁ ତ ଡାକିଛି ମହାପ୍ରଭୁ ଜଗନ୍ନାଥ କୋଟି ବଳିଆର ଭୁଜ ପ୍ରଣାମର ଅର୍ଘ୍ୟ ବାଢିଲି ତମେ ହସିବାର କାରଣଟା କଣ କହ? ନାଇଁ ସେ ଶ୍ଲୋକ ମାଧ୍ୟମରେ ଆପଣ ଜଗନ୍ନାଥ ମହାପ୍ରଭୁଙ୍କୁ ଚୋର ବୋଲି ଘୋଷଣା କଲେ ତ ସେଇଥିପାଇଁ ମତେ ହସ ଲାଗିଲା। ଝିଅଟି ଉତ୍ତର ଦେଲା ହେ ରାଜା ତମେ କାହାକୁ ପ୍ରଣାମ କଲ? କାହାକୁ ପ୍ରଣାମ କଲ? ଜଗନ୍ନାଥକୁ ପ୍ରଣାମ କରିଛି। ଜଗନ୍ନାଥ କିଏ? ଚୋରଟାକୁ ମୁଣ୍ଡିଆ ମାରିଲ ଆଉ ତମକୁ କୋଉ ମହାପ୍ରଭୁ ମିଳିଲେ ନାହିଁ? ଚୋରଟାକୁ ମୁଣ୍ଡିଆ ମାରିଲ ସେଇଥିପାଇଁ ମୁଁ ଅପହାସ୍ୟ କଲି ନା ଚୋର ତମେ କହିଲ କାହିଁକି ଜଗନ୍ନାଥଙ୍କୁ? ଏହାର ତାତ୍ପର୍ଯ୍ୟ ହେଲା ମୁଁ ଚୋର ଏଇଥିପାଇଁ କହିଛି ଜଗନ୍ନାଥ ଯେ ଚୋରି କରିଥାଏ ତା ମୁହଁଟା କଳା ପଡି ଯାଇଥାଏ। ଏ ଜଗନ୍ନାଥ ମୁହଁଟା କଳା ହେଇଛି କେବଳ ଚୋରି କରି କରି। ବିଶ୍ୱର ମାଲିକ ବିଶ୍ୱର ସର୍ତ୍ତା ତମେ ତାଙ୍କୁ ଚୋର କହିଦେଲ ନା କଣ ଏ ଚୋରି କଲା କି? କଣ ଚୋରି କଲା? ପ୍ରତ୍ୟଗ୍ରାମ୍ବୋଧ ପ୍ରତିଯୁକ୍ତ ଅଗ୍ରାଯୁକ୍ତ ଅମ୍ବୁଦ ଅମ୍ବୁଦର ଅର୍ଥ ହେଲା ମେଘ। ମେଘ ଅଖିରେ ଆଜ୍ଞା ମେଘ ରଙ୍ଗଟା କଣ ମୋ ବାବା? କଳା 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 ଜାତୀୟ ପକ୍ଷୀ ବହି ପଞ୍ଚମ ଶ୍ରେଣୀରେ ବୋଧେ ପଢିଥିଲେ ଆମ ଗୁରୁଜୀ ପଢେଇଥିଲେ। କଳା କଳା ମେଘ ଦେଖି ନାଚେ ମୟୂର ମେଘର ରଙ୍ଗକୁ ଚୋରି କରିଛି ଯାହାକୁ ପୁରୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସୁଭଦ୍ରା ପରିଣୟରେ ଧାରିଟିଏ ପ୍ରମାଣ ଦେଲେ। ସୁଭଦ୍ରା ପରିଣୟ ଭଞ୍ଜ କଣ କଣ ଚୋରି କରିଛି? କଣ କଲା? କଣ କହିଲେ? କଣ ନାସି କର ଶୁଣି କର ଏ ମୁଚି କାଳେ ଜଳଧ
ଏ ନାରୀମାନଙ୍କର କେଶର ରଙ୍ଗକୁ ଚୋରି କରିଛି, ମେଘର ରଙ୍ଗକୁ ଚୋରି କରିଛି। ହଁ ଭିର୍ନାଞ୍ଜନର ବିତନୟା ଆଚ୍ଛା ଭିର୍ଣ୍ଣଯୁକ୍ତ ଅଞ୍ଜନ ଭିର୍ନାଞ୍ଜନ ଅଞ୍ଜନ ବୋଲେ କଳା। କଳା ଏ ବେଇମାନ ଚୋର ଜଗନ୍ନାଥ ଜଗନ୍ନାଥ ଇଏ ସଧବା ନାରୀ ମାନଙ୍କର ଆଖିରୁ କଳା ଗୁଡାକ ଚୋରି କରି ମୁହଁରେ ବୋଳି କାଳିଆ ହେଇଛି। ସେଇଥିରେ ଆରେ ମାନେ ବିଧବା ନାରୀ ମାନଙ୍କର ଆଖିରେ କଜ୍ଜଳ ଲଗେଇବାର ଅଧିକାର ନାହିଁ। ନାହିଁ ଯାହାକୁ ଆମେ ବ୍ରାହ୍ମଣ ମାନେ ହଁ ବିବାହର ପର୍ବ ଯେତେବେଳେ କଜ୍ଜଳ ଲଗାଯାଏ ମହିଳା ବୟସୀ ବର୍ଷ ଯାବସୀ ବର୍ଷ ମେ ଦେହି ଗାଏ। ତ ଏ ସଧବା ନାରୀଙ୍କର ଆଖିରୁ କଳା ଚୋରି କରିଛି। ଏଡେ ବଡ ଠାକୁର ଏମିତି ଚୋରି କଲେ? କାହାର ଚୋରି କରିଛି? କାହାର ଚୋରି କରିଛି ସାର୍? ନୟାଗଡ଼ ରାଜା ବିନାୟକ ମାନ୍ଧାତାଙ୍କର ପଟକବି ଉତ୍କଳ ଖାନ୍ତ ଯଦୁମଣି ମହାପାତ୍ର ମହାପାତ୍ର ବହିରା ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଜ୍ଞା ଗୋଟାଏ ଧାଡ଼ି କଲମ କଲେ। କଣ କହିଲେ? କଲା କଂସ ବାମା ବଂଶ ନେତ୍ର কংসবামা বংশ নেত্র নেত্র কংসবামা কংসবামা কংসাসুরর স্ত্রী স্ত্রী জরাসন্ধর ঝিও হেতি আর প্রহেতিঙ্কর আখি আখি ସବୁଦିନ ପାଇଁ କଳାର ଦାଗକୁ ଲିଭେଇ ଗଲା ଯେ ନାକେ ଏବଂ ଭୂତ ସେ ଭଗବାନ କୃଷ୍ଣ କୃଷ୍ଣ ସେଇ ଜଗନ୍ନାଥ ବୋଲନ୍ତେ କଂସ କୁମାରୀ ତା ସ୍ତ୍ରୀକୁ ବିଧବା କରେ। ଆଚ୍ଛା ସଧବା ନାରୀଙ୍କର ଆଖିର କଜ୍ଜଳ ଗାର ଗୁଡାକୁ ନେଇ ମୁହଁରେ ବୋଳିବାରୁ ଏ ଜଗନ୍ନାଥ ହେଇଗଲା କଳା। ନୀଳ ପାଥୋଜ ସେ କଣ? ପାଥୋଜ ଶବ୍ଦର ଅର୍ଥ ହେଲା ବାବୁରେ ପଦ୍ମ। ପଦ୍ମ ନୀଳ ପଦ୍ମର ଗାରିମାଟା ହଉଛି କଳା। କଳା ଏ ଜଗନ୍ନାଥ ନୀଳ ପଦ୍ମର ଗାରିମାତା କାଳିମାକୁ ଅପହରଣ କରି ନିଜ ମୁହଁରେ ବୋଳିଥିବାରୁ ହେଲା କଳା। କଳା ଦେଖିରେ ପୁଣି କାହିଁକି ଜଗନ୍ନାଥ କଳା? କାହିଁକି କଳା? କସ୍ତୁରୀ ଭୃଙ୍ଗ ଭଙ୍ଗୀ ସୁରପତି ମଣି ଦ୍ରୁତ କସ୍ତୁରୀ କସ୍ତୁରୀ ମୃଗନାଭି କସ୍ତୁରୀର ରଙ୍ଗ କଳା। କଳା ଏ ଜଗନ୍ନାଥ ପ୍ରତ୍ୟୟ ସ୍ନାନର ଅବଶେଷରେ ଆଚ୍ଛା ଯେତେବେଳେ ଶୋଭାବର୍ଦ୍ଧନ କରିବା ପାଇଁ ଶରୀରରେ ନାନା ଇଳ ପ୍ରୟୋଗ କରାଯାଏ ସେତିକି ବେଳେ ମୃଗନାଭି କସ୍ତୁରୀ ଗୁଡାକ ମୁହଁରେ ବୋଳି ବୋଳି ଏ ଜଗାଟା ହେଇଛି କଳା।
ସୁରପତି ମଣି ଗ୍ରୁପ ସେ କଣ ସୁରପତି ମଣି ମଣି ସୁର ବୋଲେ ଅତି କଣ ବୁଝ ସୁର ଆମ ଗାଁ ପାଣିଲାଟେ ନା ସାନ ପୁଅ ନା ସୁର ଯିଏ ଗୋପିଆ ଭଣ୍ଡାରୀ ଝିଅକୁ ନେଇକି ପଳେଇଥିଲା ଆଜ୍ଞା ଆଜ୍ଞା ତତେ ମରଣ ହଉନି ମରିବା ବେଳ ଆସିନି ମୁଁ ତାହାକୁ କାଟି ପକେଇଛି ଆଉ ସୁରର ଅର୍ଥ ହେଲା ଚଣ୍ଡାଳରେ ଦେବତା ଏଗୁଡା ମୁଁ ଭାବୁଥିଲି କହିବି ସେଗୁଡାକ ପତି ପତି ଦେବତା ମାନଙ୍କର ପତି ବୋଲେ ଦେବତା ମାନଙ୍କର ରାଜା କି ହାଡ଼ ଭାଇ ହେଇଥିବ ହେଇଥିବ ନିହାତି ହାଡ଼ ଭାଇ ଦେବତା ମାନଙ୍କର ଉପରେ ହାଡ଼ ଭାଇ କି କେବେ ଭୁଲି ପାରିବୁନି କାରଣ ତୋ ଭାରିଜା ଦେହରେ ହାଡ଼ ଭାଇ ଅଛି ଇଏ ଛଡ଼େଇଛନ୍ତି ଛୋଟ ଦୁନିକା ପୁରା ହାଡ଼ ଭାଇ ଦେବତା ମାନଙ୍କର ରାଜା ହେଲେ ଇନ୍ଦ୍ର ଇନ୍ଦ୍ର ମୁଁ ଭାବୁଥିଲି ସେଇଟା କହିଥିଲି ଇନ୍ଦ୍ର ପାଖରେ ମଣିଟା ଲଗା ଇନ୍ଦ୍ରମଣି ଇନ୍ଦ୍ରମଣି ଆଜ୍ଞା ନୀଳ ଇନ୍ଦ୍ର ନୀଳମଣି ଯୋଉ ଜ୍ୟୋତି ଉଡ଼ନ୍ତେ ମୁକ୍ତାର ରଙ୍ଗଟା ହେଲା କଳା କଳା ଠିକ ଏ ଜଗନ୍ନାଥ ତା ବକ୍ଷରେ ଇନ୍ଦ୍ର ନୀଳମଣି ପକେଇଛି ହାର ଏଇରେ ଦେଖେ ତେଣୁ ସେ ହାରର ଯୋଉ ଗ୍ଲେଜ ଆଚ୍ଛା ସେ ହାରର ଜ୍ୟୋତି ଜ୍ୟୋତି ଏତେ ଜୋରେ ଉଦ୍ଭାସିତ ହଉଛି ତା ଗାରିମାରେ ଜଗନ୍ନାଥର ମୁହଁଟା ହେଲା କଳା ସର୍ବଗର୍ଭସ୍ୟ ଚୌର ସେ କଣ ବ୍ରହ୍ମାଣ୍ଡରେ ଯେତେ ପାପୀ ଯେତେ ଅହଙ୍କାରୀ ଯେତେ ଗର୍ବୀ ଅଛନ୍ତି ପ୍ରତ୍ୟେକ ଅହଙ୍କାରୀ ଆଉ ଗର୍ବୀ ମାନଙ୍କର ଗର୍ବ ଏ ଗର୍ବ ରୂପକ କଳଙ୍କକୁ ଅପହରଣ କରି ଜଗନ୍ନାଥ ମୁହଁରେ ଗୁଣି ହେଇଛି କଳା କେତେ ଚୋରି କରୁଛନ୍ତି ସିଏ ଯାହା ବି ଚୋରି କରିଛି ଶେଷରେ ଭାନୁଦେବ ରାଜା ଭଉଣୀ କୁମାରୀ ପଦ୍ମନାଭ ନରେନ୍ଦ୍ରକୁ କହିଲା ଆଜ୍ଞା ଆଜ୍ଞା ରାଜା ରାଜା ଯାହାକୁ ତମେ ଜଗନ୍ନାଥ କହି ମୁଣ୍ଡିଆ ମାରୁଛ ଏ ଚୋରଟା ଗୋଟାଏ ଖାଣ୍ଟି ଚୋର ଆଉ ଶେଷରେ କିଛି ପାଇଲାନି ଯେ ଶେଷରେ ଗୋଟାଏ ନାରୀ କି ଚୋରି କଲା ଗାୟକ ସମ୍ରାଟ ହଉଛନ୍ତି ଆପଣଙ୍କ ନାଁରେ ଘୋଷଣା ହଉଛି ନୃସିଂହ ମୁଁ ଗାୟକ ଚପଲ ବୁହା ସେ ଯାହା ହଉ ଆମ ମୟୂର ସଭା ପାଇକି ଆମେ କହୁଛୁ ବିଶ୍ୱର ଠାକୁର ଯିଏ ମାଲିକ ଯିଏ ଯାହା ଯେମିତି ତାଙ୍କ ନାଁରେ ଚୋର ଆଖ୍ୟା ଦେଇକି ତାଙ୍କୁ ଚୋରି କରିବାରେ ସିଦ୍ଧାନ୍ତ କରିଦେଲେ ଆପଣ ଗୋଟେ ନାରୀ ଚୋର କରିଛି କେବଳ ନାରୀ ଚୋରି କରିନି ନାରୀଙ୍କର ବସନ ବି ଚୋରି କରିଛି ଜଗନ୍ନାଥ ଆପଣ ପ୍ରମାଣ ଦେବେ କି କଥା ତୁ ପ୍ରମାଣ ଦେଉନୁ ନା ଆପଣ କହୁଛନ୍ତି ସେ କଥା ମୁଁ ଯୁକ୍ତି କରୁଛି ଆପଣଙ୍କ ସାଙ୍ଗରେ ଆରେ ନାରୀଙ୍କର ବସନ ଚୋରି କରିଛି ନାରୀ ଚୋରି କରିଛି ଏ ବାବୁ ତମ ମନକୁ ଏ କଥା ପାଉଛି ଗୋଟେ କାମ କରୁନୁ ପନ୍ଦର ମୁହୂର୍ତ୍ତ ଦେଇକି ତୁ ପଳଉନୁ ତୋ ମନକୁ ଯଦି ମୁଁ ଆସୁଛି ହଁ ସେଇଟା ପଚାରୁନୁ ନାରୀଙ୍କର ବସନ କେମିତି ଚୋରି କରୁଛି ପଦୁଟିଏ ଗାଉଛି ଭକ୍ତ କବି ଦିନ କୃଷ୍ଣ ଦିଲୁଆରେ ବୈଗଲା ରସ କଲ୍ଲୋଳ କହନୁ ପୁରା ସେ ଧାରିଟିଏ ପ୍ରମାଣ କରେ ଦିନ କୃଷ୍ଣ କଣ କହିଲେ କହିଲୁ କରାଜ୍ୟ ସବ
নদী বলতে যমুনা নদীর ଜଳରେ ସ୍ନାନ କରୁଛନ୍ତି। ଗୋପାଳୀ ଘର ଝିଅ ବୋହୂ ଗୁଡାକ ଲୁଗାପଟା ତୁଠ ଉପରେ ଥୋଇ ଦେଇଛି। ଭଗବାନ କୃଷ୍ଣ ଦେଖିଦେଲେ, ବଜେଇ ଦେଲେ ମୋହନ ବଂଶୀ। ସପ୍ତରନ୍ଧ୍ରର ସ୍ୱର 7 ପ୍ରକାର। ତେଣୁ ତାକୁ ଯାଉନି ପାଷାଣମ ତରଣମ ପର୍କେ ଇତ୍ୟାଦି କି ଯାଉନି। ଲୁଗା ଗୁଡାକ ଧୁଆ ହେଇଯାଇଛି ବଦଙ୍କର ଡାଳରେ। ଗୋପାଳ ମାନେ ଦେଖିଲା ଲୁଗାପଟା କୁଆଡେ ଗଲା ଅନେଇ ଦେଲା ବେଳକୁ କଦମ୍ବ ଗଛର ଡାଳରେ ଲୁଗା ଗୁଡାକ ଓହଳିଛି। ନେଲା କିଏ ଅନେଇଲା ବେଳକୁ ଚୋର ବସିକି ବଇଁଶୀ ବଜଉଛି। କହିଲେ କୃଷ୍ଣଙ୍କ ବାହାଟା ଲୁଗା ଖଟକ ପକେଇଲେ ନା ସେମିତି ହବନି। କାହାର କୋଉ ଲୁଗାଟା ତ ମୁଁ ଜାଣିନି, ଟେକୁ ଟେକି ଦେଇଛି। ତେଣୁ ତମେ ତମର କାହାର ନିଜର ଲୁଗା ଗୁଡାକ ବାଛି କରିକି ନେଇ ଗୋପାଙ୍ଗନା ମାନେ ଉଠିଲେ ଜଳ ଉପରୁ ବାଧ୍ୟ। କେମିତି ଆସିଲେ କହିଲା କର ଯୁଗଳ ଚାକୁ ଘରେ ଭାଗବତ ରସ ସନ୍ଦର୍ଭ ହରିଦାସ ବାବା କହିଲେ କହିଲା ଇଏ କର ଯୁଗଳ ଚାକୁ ଘରେ ଉଠାଇ ଜଳ ପଞ୍ଚାୟତେ କାହାକୁ ଦେବ ପ୍ରହାର। ତେଣୁ ନାରୀର ଆକର୍ଷଣ ତାର ବକ୍ଷର ସହିତ ମାତୃ ଚିହ୍ନକୁ ଘୋଡେଇବାକୁ ଯାଇ ଗୋପାଙ୍ଗନା ଗୁଡାକ କଲେ କଣ ଜାଣିଛୁ? କଣ ହାତକୁ ଦି ବାହାରକୁ ଛନ୍ଦି ଦେଲେ। ପଇସା ଯେତେବେଳେ ଆସିବ ତୁଣ୍ଡା ନେଇଯିବ। କାଇ ପାଟି କରୁଛୁ? ପଇସା ଖାଲି ମରୁଛୁ। ପ୍ରଭୁ ମଙ୍ଗଳ କରନ୍ତୁ, ଆୟୁଷ୍ମାନ ସର୍ବାରିଷ୍ଟ ଶାନ୍ତି ହଉ। ଆଉ ଯିଏ ଦବା କଥା ତାଙ୍କୁ ପଠେଇ ଦିଅ। ଦି ହାତକୁ ବାନ୍ଧି ଦେଲେ, ନିଜର ଉରଜ ଉପରେ ତାକୁ ଗୁପ୍ତ କରିଦେଲେ। ମାତୃଚିହ୍ନ ହଟେ ହାତକୁ ଯାଇକି ଉଠିଲେ କୃଷ୍ଣ କହିଲେ ନା ଇଏ ନେଇ ଚଲେନି। ଏମିତି ହବନି, ଭୁଲ କରୁଛ ମାନେ କାନ ଧର। যে পর্যন্ত কান ন ধরিছ লুগা নেই ফেরস্ত ଆଉ ବାଟ କଣ କିଛି ନାହିଁ। ଗୋପାଙ୍ଗନା ମାନେ ଠିକିଲେ ହାତ ଧରିଲେ କାନକୁ ଆସିଲେ ଧୀରେ ଧୀରେ କିଚକ ବଧ ଗଙ୍ଗାଧର ମେହେର କହିଲେ କେମିତି ଆଣୁଛନ୍ତି ରେ? କହିଲା ହଲଇ କୋଟି ହଲେ ବାହୁ ଯୁଗା ହଲଇ କୋଟି ହଲେ ବାହୁ ଯୁଗା ହଲଇ କୋଟି ହଲେ ବାହୁ ଯୁଗା He
কল্যাণমস্তু সর্বারিষ্ট শান্তি ও জগন্নাথ কল্যাণ করুন। ହଁ আর অবশ্য জীবিকা কইছি ହଁ কলা দূরରୁ দেখি কৃষ্ণ চরণার বিন্দ ভক্তিরস্তু বৈকুণ্ঠ প্রাপ্তিরস্তু সর্বেশা মঙ্গলমস্তু। তাহলে গোপাঙ্গনা ମାନଙ୍କର ବସନକୁ ଚୋରି କରିଛି ନା ନାଇଁ କରିନି କହ। ହଁ ଚୋରି କରିଛନ୍ତି ସାର୍ ଆଉ ଇଏ ନାରୀ ଚୋର କେତେବେଳେ ଜଗନ୍ନାଥ ହେଲା ସେଇଟା ଆମେ ସନ୍ଦେହରେ ପଡିଯାଇଛୁ ହଁ ଇଆଡେ ଦିଟା ଦଫା 302 ଆଚ୍ଛା ଆଉ ଗୋଟେ ଆଟେମ୍ପ ଟୁ ମର୍ଡର 307 ଇଲୋ ବାପ ଆଉ ଗୋଟେ 354 ଗୋଟାଏ 207 ଦଫା ଲାଗିଛି। ଦଫା ଲାଗିଲାରେ ପୁଅ ଯାହାକୁ ଗଣ କବି ବୈଷ୍ଣବ ପାଣି ଧାଡ଼ିଏ କହିଲେ ରବରେ ଗଣ କରିଲେ କଲା କଳା ମରିଲେ